ମୋ ଘର ଭାଙ୍ଗି ଯାଇଛି ଆଜ୍ଞା। ତଳା ପକେଇଛନ୍ତି, ତଳା ଚାଲିଗଲା। ଆଉ ମୁଁ ତ ବର୍ତ୍ତମାନ ପର ଘରେ ଯାଇକି ଖାଉଛି, ଆଉ କଣ କରିବି? ସେ ଦଉଛନ୍ତି ଖାଇବାକୁ। ହଁ 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 ହଁ, ତାଙ୍କୁ ସେ କଥା କହିଛି। ମୁଁ ଦେଖନ୍ତୁ ଆଜ୍ଞା, ମୋ ଘର ତ ଅବସ୍ଥା ନାହିଁ, ଆପଣ ତ ଦେଖିଲେ, ସେ ବି ଦେଖିଛନ୍ତି। ଦେଖିକି ମତେ ଦେଲେ, କହିଲେ ପାଲ ଖଣ୍ଡେ ରଖିଥା, ପକେଇକି ଛପର ପରେ। କିଛି ଦିଆ ନା ନା, କିଛି ଦିଆନି। ଏଇ ସବୁ ଦେଇଛନ୍ତି କିଏ ଜାଣିଛ ନା? ତୁମର ସବୁ ଏ ଯୋଉ ହଁ ସମାଜ ସେବା ଦେଇଛନ୍ତି, କିନ୍ତୁ ନେତା କିଛି ଦେଇନାହାନ୍ତି ଏପର୍ଯ୍ୟନ୍ତ। ପ୍ରଶାସନ ବି ଦେଇନି ନା, ଦିଆହେଇନି ନା। ଯାହା ଦେଇଛନ୍ତି ଏଇ ଯୋଉ ଧର ଆମେ ଯୋଉ କଣ କୁହନ୍ତି ପ୍ରଶାସନ ଯୋଉ ପେପର ବାଲା କରୁନାହାନ୍ତି, ସେଇମାନେ ଦେଇଛନ୍ତି। ଆଉ ଆଙ୍କ ପତ୍ର ଆମେ କିଛି ପାଇନୁ। ଦେଇଛନ୍ତି 3-4 ଦିନ ଖଣ୍ଡେ ଦେଇଛନ୍ତି। ହଁ, ସେ ଦେଇଛନ୍ତି 3-4 ଦିନ ଖଣ୍ଡ, କିନ୍ତୁ ଇଏ ମାନେ କିଛି ଦେଇନାହାନ୍ତି। ତାକୁ ଅନୁରୋଧ କରୁଛୁ, ଆମକୁ କେମିତି ସାହାଯ୍ୟ କଣ ଟେ ହବ, ଆମକୁ ଟିକେ ଗୋଟେ ସହାନୁଭୂତି ଦିଅ, ଏତିକି ଆମେ ଅନୁରୋଧ କରୁଛୁ। ଆଉ କଣ କହିବୁ ଆମେ? ନାଇଁ, ଏଇ ଯୋଉ ଏରିଆ ମାଳଦା ଆଉ ନପଙ୍ଗ, ତା ସହିତ ଷୋଳମପୁର, ରହଣିଆ ଆଉ 2-3ଟି ପଞ୍ଚାୟତ ହେଇଛି। ଏଇ 2ଟା ପଞ୍ଚାୟତ ବେଶୀ ହେଇଛି। ଷୋଳମପୁରରେ ମାନେ ପ୍ରବଳ ଯୋଉ ମାନେ ଅତି ଇଏ ହେଇଛି, ବହୁତ ଗରିବ ଲୋକ ବି ଅଛନ୍ତି ଏଠି। ଖଣ୍ଡେ ଖଣ୍ଡିଆ ହେଲେ ବି ଏଟା ତଳ ଅଞ୍ଚଳ, ଯେହେତୁ ପାଣିଟା ପଶି ଯାଇ ଘର ସମସ୍ତଙ୍କର ଭାଙ୍ଗି ଯାଇଛି। ଆମେ ସରକାରଙ୍କୁ ଏ ବିଷୟରେ ସବୁ ଜଣେଇଛୁ, କିନ୍ତୁ ଯୋଉମାନଙ୍କର ଇଏ ଦରକାର, ଏତେ ବର୍ଷ ହେଲାଣି, 24 ବର୍ଷ ଗୋଟେ ଶାସନ ଭିତରେ ଜଣୁ କୋଠା ଘର ହେଲାନି, ଚାଳ ଘର ହେଲାନି। ଯେହେତୁ ଏ ତଳ ଯେତେବେଳେ ଏଠି ସବୁବେଳେ ପାଣି ପଶୁଛି, ଗଭର୍ଣ୍ଣମେଣ୍ଟର କାମ ହେଲା ଯୋଉ ଏରିଆରେ ତଳ ଅଞ୍ଚଳ ଅଛି ସେଠି କୋଠା ଘର କଲେ କିଛି ନହେଲେ ତ ସେ କୋଠା ଉପରେ ବସିକି ରହିପାରିବେ। କିଏ ଘର ଛାଡ଼ି ରହିଛି, କିଏ ପିଲା ଛୁଆ ଅଲଗା ଜାଗା ରଖି ସେ ଘରେ ଶୋଇଛି। ବହୁତ ଦୟନୀୟ ଅବସ୍ଥାରେ ଅଛନ୍ତି। ମୁଁ ସରକାରଙ୍କୁ ଅନୁରୋଧ କରିବି। ତା ସହିତ ଆମର ଏଠି ଯୋଉ ପ୍ରଶାସନ ଅଛି, ଭାରି ଶିଥିଳ ପ୍ରଶାସନ, କିଛି କାମ କରୁନାହାନ୍ତି। ନୂଆ କଲେକ୍ଟର ଆସିଛନ୍ତି, ମୁଁ ଆଶା କରୁଛି ସେ ନିଜେ ଗୋଟେ ରାଉଣ୍ଡ ମାରିଦେଲେ ଏମାନେ ସମସ୍ତେ ଥଣ୍ଡା ହେଇଯିବ, ସବୁ ବଢିଆ ଭାବରେ କାମ ହବ। ନହେଲେ ପାରି ହବନି। ତ ସବୁବେଳେ ତ ସମସ୍ତଙ୍କୁ ସାହାଯ୍ୟ କରିହବନି। ଯଦି ତାଙ୍କର କୋଠା ଘରଟେ ମିଳନ୍ତା, ଯାହାର ଜାଗା ନାହିଁ, ଭୂମିହୀନ ନାହିଁ, ଗଭର୍ଣ୍ଣମେଣ୍ଟ ଗୋଟେ ପଲିସି କଲା ଯେ ଭୂମିହୀନକୁ ଜାଗା ଖଣ୍ଡେ ଦେବ, ଏତିକି ଡିସିମିଲି ଜାଗା ଦେବ, 4 ଡିସିମିଲି 6 ଡିସିମିଲି ଯେତିକି ଜାଗା ଦେବେ, ଜାଗା ଦେଲେ ସେଠି ଗୋଟେ କୋଠା ଘର ସେମାନେ ସରକାର ତରଫରୁ ପାଇକି ସେମାନେ କାମ କରିପାରିବେ। ତା ଭିତରେ ଏଠି ଦୁର୍ନୀତି ପୁରା ଗନ୍ତାଘର ହେଇଯାଇଛି। ମାନେ ମୁଁ ପଚାରୁଛି, କିଏ ମୋଠୁ 60,000 ନେଇଗଲା, କିଏ ସିଏ 1,80,000 2 ଲକ୍ଷ ପାଇବେ ସରକାରଙ୍କଠୁ। ତମେ ଯଦି 60,000 କି 40,000 ନେଇଗଲ, 20,000 ନେଇଗଲ, ମାନେ କଣ ଗରିବ ତମ ମୁହଁରେ ଦେଖାହଉନି ଯେ ଗରିବ ଲୋକ କେମିତି ଚଳିବେ, କଣ କରିବେ? ଆମେ ରାଜନୀତିଟା ଛାଡ଼ି ଦେଇକି ଯଦି ଲୋକଙ୍କ ସେବା କରିବାର ଅଛି, ଲୋକଙ୍କୁ ମୁଁ ସରକାର ସବୁ ଜିନିଷ ପଠେଇଛନ୍ତି, ଗୋଖାଦ୍ୟ ପଠେଇଛନ୍ତି, ତା ସହିତ ଖାଇବା ବି ପଠେଇଛନ୍ତି। କିନ୍ତୁ ଏଠାରେ କହୁଛନ୍ତି 50,000 ଲୋକଙ୍କୁ ଖାଇବା ଆପଣ ଖାଇବାକୁ ଦିଆଯାଇଛି? କୌଣସି ଲୋକଙ୍କୁ ଖାଇବା ରନ୍ଧା ଖାଦ୍ୟ କାହାକୁ ଦିଆ କିଛି ନାହିଁ। ଦବାର ଅସୁବିଧା କଣ ଥିଲା? ଯଦି ସରପଞ୍ଚ ପାରୁନାହାନ୍ତି କି ୱାର୍ଡ ମେମ୍ବର ପାରୁନାହାନ୍ତି, ତାହେଲେ ଗଭର୍ଣ୍ଣମେଣ୍ଟ ତରଫରୁ ସ୍ୱତଃପୋତ ଭାବରେ ସେମାନେ କୋଉଠି ରୋଷେଇ କରିକି ତାଙ୍କ ଲୋକ ପଠେଇ କରିଦେବା କଥା। ସ୍ୱେଚ୍ଛାସେବୀ ସଂଗଠନ ବି ଅଛି, ସେମାନେ ଆସିକି ତାଙ୍କୁ ଦେଇଦେଲେ ସିଏ କରିପାରିବେ। ମୁଁ ଅନୁରୋଧ କରୁଛି ସରକାରକୁ ଏଇ ଜିନିଷ ଗୁଡା ସେମାନେ ତର୍ଜମା କରନ୍ତୁ। ତା ସହିତ କଲେକ୍ଟର ମହୋଦୟକୁ ମୋର ବିଶେଷ ଅନୁରୋଧ, ସେ ଟିକେ ଏରିଆ ବୁଲନ୍ତୁ, ବୁଲିଲେ ଜାଣିପାରିବେ କେତେ କ୍ଷୟକ୍ଷତି ହେଇଛି, କୋଉ ଜାଗାରେ ଆକ୍ଚୁଆଲି ଦରକାର, କାହାର ଘର ଦରକାର, କାହାର ଜାଗା ଦରକାର, ସେ ଦେବେ। ବିଡିଓକୁ କହିକି 70 କୁଇଣ୍ଟାଲ ଚୁଡା 250 ଲେଖା ଚୁଡା ଦେଇଛନ୍ତି, ମୁଁ ଯାହା ବୁଝୁଛି। ଯାହାକୁ ଦେଇଛନ୍ତି 250 ଚୁଡା, 250 ଚୁଡାରେ ଗୋଟେ ଘରର 4ଟା ଫ୍ୟାମିଲି, 4ଟା ଲୋକ ଥିବେ, 250 ଚୁଡା କଣ କରିବେ? ଖାଇବେ ତାକୁ, ଶୁଖିବେ? କିଛି ତମେ ଜିନିଷ ତମେ ଖାଇବାକୁ ଦେଇଥିଲେ 4ଟା ଲୋକ ଖାଇବା ପାଇଥାନ୍ତେ, କିଛି ନହେଲେ 4-5 ଦିନ କି 6 ଦିନ ତମେ ଚଳିଥାନ୍ତ। ଗଭର୍ଣ୍ଣମେଣ୍ଟର ଡିଜାଷ୍ଟର ମ୍ୟାନେଜମେଣ୍ଟ ବହୁତ ପଇସା ଆସୁଛି, ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ପଇସା ଦଉଛି, ଓଡ଼ିଶା ଗଭର୍ଣ୍ଣମେଣ୍ଟ ପଇସା ଦଉଛି, କିନ୍ତୁ ସରକାରୀ ସ୍ତରରେ ତାର ଇମ୍ପ୍ଲିମେଣ୍ଟେସନଟା ଯେମିତି ହବା କଥା କିଛି ହଉନି। ଯୋଉଥିପାଇଁ ଲୋକଙ୍କର କମ୍ପ୍ଲେନ, ଏଇଖିଣା ମାଉସୀ ଏକୁଟିଆ ରହୁଛି, ସିଏ ତାର ଘର ଖଣ୍ଡେ ହେଲେ ଛାତରେ ରହିବ, କଣ କରିବ? ସେ ରାଗିକି କାହିଁ କ୍ଷୋଭ ପ୍ରକାଶ କରୁଛି? ଯଦି ଏତେ ବର୍ଷ 24 ବର୍ଷ ଶାସନ ବିଷୟରେ, 26 ବର୍ଷ ହେଇଗଲା, ଯଦି ଆମ ଲୋକ ଉପକୃତ କିଛି ନହେଲେ, ଯୋଉ ଏରିଆରେ ହେଇଛି ତାଙ୍କର ଛାତ ଘର ଆକ୍ଚୁଆଲି ହେଇଗଲେ, ବର୍ଷା ଯୋଉ ଦିନ ବନ୍ୟା ହବ କି ବାତ୍ୟା ହବ, ସେ ତ ଆଶ୍ଵସ୍ତ ଛାତ ଘର ଉପରକୁ ପଳେଇବେ। ଆଉ ତାଙ୍କର ଯୋଉ ଚାଳ ଘର ସମସ୍ତଙ୍କର ଦେଖିବେ ଆପଣ, ସବୁ ପାଣି ପଶିକି ତାଙ୍କ ଖାଲି ବାଉଁଶ ଦେଖାଯାଉଛି, କୋଉଠି ଛାତରେ କଣା ଦେଖାଯାଉଛି। ଏବେ ଯଦି ବର୍ଷା ହେଇନି, ଭାଗ୍ୟ ଭଲ, 3 ତାରିଖ ବର୍ଷା ହଉଥିଲା, ଭାଗ୍ୟ ଭଲ ଯେ ବର୍ଷା ଯଦି ହେଇଥାନ୍ତା ତାଙ୍କ ଅବସ୍ଥା ଦୟନୀୟ ହେଇଥାନ୍ତା। ମାନେ ଏଠି ଭାରି ମାନେ କହିବାକୁ ଦୁଃଖ ଲାଗୁଛି। ପ୍ରଶାସନ ବି ସେମିତି ଶିଥିଳ, କେହି ତ ତଦାର ହଲୁନାହାନ୍ତି କି ବିଡିଓ ହଲୁନାହାନ୍ତି। ବୁଲିଲେ ସିନା, ବଜାରରେ ବୁଲିଲେ କର୍ମଚାରୀ କାମ କରିବେ,
ମୁଁ ତାଙ୍କୁ ତେବେ ସୁଦ୍ଧା ତାଙ୍କୁ ଅନୁରୋଧ କରୁଛି ସେ ଆସିକି ବୁଲିକି ତାଙ୍କୁ କିଛି ନହେଲେ ୟା ଭିତରେ ଯୋଉ 10 ଲକ୍ଷ ଘର ଓଡିଶା ଗଭର୍ଣ୍ଣମେଣ୍ଟ ପାଇଛି ସମସ୍ତଙ୍କୁ ଘର ଦବା ପାଇଁ ପ୍ରଧାନମନ୍ତ୍ରୀଙ୍କର ଗୋଟେ ଇଚ୍ଛା ଅଛି। କାହାର ଚାଳ ଘର ରହିବନି, ସେଟା ନିଶ୍ଚୟ ସେମାନେ ପାଇଲେ ଉପକୃତ ହେବେ। ଆଉ ସେମାନେ ଯୋଉମାନେ ଜନପ୍ରତିନିଧି ତାଙ୍କର କର୍ତ୍ତବ୍ୟ ରହିଲା ଲୋକଙ୍କ ସେବା କରିବା। ସେମାନେ ଯଦି ପଛଘୁଞ୍ଚା ଦେଇକି ରହିବେ, କୌଣସି ଜିନିଷରେ କୌଣସି ମୁଣ୍ଡ ଖେଳେଇବେନି, ତାହେଲେ ଚାଲିବ କେମିତି? ଇଏ ତ ମାନେ ଭାରି ମୁଁ ଭଣ୍ଡାରୀପୁରରେ ଭାବିଥିଲି ଆମେ ସେପଟେ ଦେଖୁଛୁ ଭଣ୍ଡାରୀପୁରରେ ସମସ୍ତଙ୍କ କୋଠା ଘର ଆମେ ଚିନ୍ତା କଲୁ, କିନ୍ତୁ ଏପଟ ଏରିଆ ଦେଖିଲେ ଏତେ ଦୁଃଖ ଲାଗୁଛି। ମାନେ ଏତେ ବର୍ଷ ଭିତରେ ମାନେ ଗୋଟେ କୋଠା ଘର ପାଇଲେନି। ମାନେ ମୁଁ ତେଣୁ ଏଇ ମାଧ୍ୟମରେ ଚିଫ୍ ମିନିଷ୍ଟରଙ୍କୁ ବି ଅନୁରୋଧ କରୁଛି ସିଏ ପ୍ରଶାସନକୁ ଜାଗ୍ରତ କରାନ୍ତୁ। ଏଇ ଯୋଉ ପ୍ରଶାସନ ସବୁ ସ୍ଥାଣୁ ହେଇଛନ୍ତି 2-4 ବର୍ଷ 5 ବର୍ଷ ରହିକି ଏଠି ଖାଇ ପିଇକି ଜମି ସାଇଲାଣି, ସେମାନେ କାମ କରିବାକୁ ରାଜି ନୁହଁ। ସେମାନେ ଦେଖୁଛନ୍ତି ୟାଙ୍କୁ କାହାକୁ ଧରାଧରି କରି ପଇସା ପତ୍ର ଦେଲେ ରହିଯିବେ। ସେ ଜିନିଷ ମାନେ ଯୋଉମାନେ କାମ ନ କରୁଛନ୍ତି ବିଦା କରନ୍ତୁ, ତାଙ୍କୁ ଏମିତି ଜାଗାରେ ପଠାନ୍ତୁ ଯୋଉଠି ଲୋକ ତାଙ୍କୁ ସାବାଡ଼ କରିଦେବେ।